ଏହି ବେଦୀରେ 10 ପ୍ରକାର ବଳି ଉତ୍ସର୍ଗ କରାଯାଉଥିଲା। ଏହି ବେଦୀରେ 10 ପ୍ରକାର ବଳି ଉତ୍ସର୍ଗ କରାଯାଉଥିଲା। ତୃତୀୟରେ ଏଭ୍ରି 9:1-2 ଲେଖାଯାଏ ଦର୍ଶନୀ ରୁଟି ବା ଦର୍ଶନୀ ମେଜ ଥିଲା। ଚତୁର୍ଥରେ ଯାତ୍ରା 30:18-21 ଲେଖା ହେଇଛି ପ୍ରକ୍ଷାଳନ ପାତ୍ର ଥିଲା। ପଞ୍ଚମରେ ଯାତ୍ରା 25:31 ଲେଖାଯାଏ 31-40 ଦୀପ ବୃକ୍ଷ ରଖାଯାଉଥିଲା, ଯୋଉଟା କି ଦୀପ ବୃକ୍ଷ ରଖାଯାଉ। ଯାତ୍ରା 30:1-10 ଆମେ ବର୍ତ୍ତମାନ ଯାହା ପଢିଲୁ ତାହା ହଉଛି ସୁବର୍ଣ୍ଣ ଧୂପବେଦୀ। ଏବଂ ସପ୍ତମ ବିଷୟ ଯାତ୍ରା 25:8 ଲେଖାଯାଏ ନିୟମ ସିନ୍ଦୁକ ରଖାଯାଉ। 7 ବିଷୟ ସେମାନେ ପ୍ରଭୁଙ୍କର ସେବା ଉପାସନା କରିବା ବେଳେ ବ୍ୟବହାର କରୁଥିଲେ। ଆଉ ଥରେ ରିମାଇଣ୍ଡ କରିଦେବି, ସମାଗମ ତମ୍ବୁର ଦ୍ୱାର, ସମାଗମ ତମ୍ବୁର ବେଦୀ ଏବଂ ଦର୍ଶନୀ ମେଜ, ପ୍ରକ୍ଷାଳନ ପାତ୍ର, ଦୀପ ବୃକ୍ଷ, ସୁବର୍ଣ୍ଣ ଧୂପବେଦୀ ଏବଂ ନିୟମ ସିନ୍ଦୁକ। এই 7 ବିଷୟ ଭିତରୁ ଆଜି ଆମେ ପଢିଲୁ ଯୋଉଟା ସୁବର୍ଣ୍ଣ ଧୂପବେଦୀ ରଖାଯାଉଥିଲା। ଆଉ ତାହା ସୁବର୍ଣ୍ଣ ଧୂପବେଦୀ ମଧ୍ୟ ଆଉ ରଖାଯାଉଥିଲା ସେ ସମାଗମ ତମ୍ବୁ ଭିତରେ। ଆଉ ଏ ଯୋଉ ସମାଗମ ତମ୍ବୁ ଭିତରେ ସୁବର୍ଣ୍ଣ ଧୂପବେଦୀ ରଖାଯାଉଥିଲା, କାଳକ୍ରମେ ଯଦି ଆପଣ ଦେଖିବେ 141 ଗୀତ ପଢିଦେବେ ଟିକେ, 141 ଗୀତର 2 ପଦରେ ଦାଉଦ ସେଟାକୁ କୋ ଭାବରେ ଆଉ ମାନେ ସେଟାକୁ ତର୍ଜମା କରନ୍ତି। ଗୀତ ସହିତ 142ର 2 ପଦ। ତାପରେ ଆମେ ଅଳ୍ପ ସମୟ এই ସୁବର୍ଣ୍ଣ ଧୂପବେଦୀ ବିଷୟରେ ଚିନ୍ତା କରିବା। ଗୀତ ସହିତ 142ର 2 ପଦ। ମୁଁ ତାହାଙ୍କ 141ର 2 ପଦ। 141ର 2 ସୁଗନ୍ଧି ଧୂପ ପରି ମୋ ପ୍ରାର୍ଥନା କରି ମୋହର କୃତାଞ୍ଜଳି ତୁମ ଧାମରେ ଉପସ୍ଥିତ ହେଉ। ପରି ମୋ ପ୍ରାର୍ଥନା। ଦାଉଦ କହୁଛନ୍ତି ନିୟମ ସିନ୍ଦୁକ ବା ଯୋଉ ସମୟରେ ପ୍ରଭୁଙ୍କର ସେବା ଉପାସନା କରିଥିଲେ ସୁବର୍ଣ୍ଣ ଧୂପବେଦୀ ରଖାଯାଉଥିଲା। ଆଉ ସେ ସୁବର୍ଣ୍ଣ ଧୂପରେ ଧୂପ ଜଳଉଥିଲେ। ସପ୍ତ ଦୀପ ରଖାଯାଉଥିଲା, ଦୀପ ଜଳଉଥିଲେ। ମେଜ ରଖାଯାଉଥିଲା, ଦର୍ଶନୀ ରୁଟି ରଖୁଥିଲେ ଏବଂ ବେଦୀ ରଖାଯାଉଥିଲା, 10 ପ୍ରକାର ବଳି ଉତ୍ସର୍ଗ କରାଯାଉଥିଲା। ଏଇ ଯୋଉ ସୁବର୍ଣ୍ଣ ଧୂପବେଦୀ ହଉଛି ଧୂପ ଜଳିବ। ତ ସେଇ ଧୂପକୁ ଦାଉଦ ଏ ପ୍ରକାର ଭାବରେ ବ୍ୟାଖ୍ୟା କରନ୍ତି ସୁବର୍ଣ୍ଣ ଧୂପ ପରି ମୋହର ପ୍ରାର୍ଥନା। ତ ଆଜିର ବିଶେଷ ବିଷୟ ହେଉଛି ଆମେ ହଉଛୁ ସୁବର୍ଣ୍ଣ ଧୂପବେଦୀ ଭାବରେ ପ୍ରଭୁ ଆମକୁ ମନୋନୀତ କରିଛନ୍ତି। ଯୋଉ ବେଦୀ ଦ୍ୱାରା କି ଏକ ସୁବର୍ଣ୍ଣ ଧୂପ ପରି ପ୍ରାର୍ଥନା ଉଠିବ, ସୁଗନ୍ଧି ଧୂପ ପରି ପ୍ରାର୍ଥନା ଉଠିବ। ଦାଉଦ କହିଲେ ସୁଗନ୍ଧି ଧୂପ ପରି ମୋର ପ୍ରାର୍ଥନା ହେଉଛି। ପ୍ରାର୍ଥନା ଅନେକ ପ୍ରକାର ଅଛି। ଆଉ ତାହା ଯୋଉ ବେଦୀରୁ ଉଠେ ପ୍ୟୁର ମନ ସେ, ସଚ ମନ ସେ, ପବିତ୍ର ମନ ସେ, ପବିତ୍ର ମନରେ ଯୋଉ ପ୍ରାର୍ଥନା ହୁଏ ତାହା ସୁଗନ୍ଧ ଭରା ପ୍ରାର୍ଥନା, ଯାହାକି ସ୍ୱୟଂ ପ୍ରଭୁ ତାହାକୁ ଆଘ୍ରାଣ କରିବେ, ସ୍ୱୟଂ ପ୍ରଭୁଙ୍କର ନିକଟକୁ ତାହା ସାଙ୍ଗେ ସାଙ୍ଗେ ଉପସ୍ଥିତ ହେବ। ତ ଏଇ ଯୋଉ ସୁବର୍ଣ୍ଣ 7 ବିଷୟ ଦେଖିଲୁ, କିନ୍ତୁ ଆମେ 6 ବିଷୟର ସୁବର୍ଣ୍ଣ ଧୂପବେଦୀ ଆମମାନେ ଚିନ୍ତା କରିବା, ଯୋଉଟା କି ଆଉ ଦାଉଦ ସେଟା କୁହନ୍ତି ସୁଗନ୍ଧି ଧୂପ ପରି ମୋର ପ୍ରାର୍ଥନା। ତ ଆମେ ହଉଛୁ ଗୋଟେ ଏହି ନିୟମ ସିନ୍ଦୁକରେ ଈଶ୍ୱରଙ୍କର ଉପସ୍ଥିତି ଥିଲା। ଆଉ ଆମେ ଗୋଟେ କଣ ଅଟୁ? ସୁବର୍ଣ୍ଣ ଧୂପବେଦୀ ଅଟୁ। ତ ଏଇ ଯୋଉ ସୁବର୍ଣ୍ଣ ଧୂପବେଦୀ ବା ପ୍ରାର୍ଥନାର ବେଦୀ ଆମେ ଗୋଟେ। ତ ଏଇ ଯୋଉ ସୁବର୍ଣ୍ଣ ଧୂପବେଦୀର ଅଳ୍ପ ସମୟ ଆମେ ଚିନ୍ତା କରିବା। ବହୁତ ସର୍ଟରେ କହିବି କାହିଁକି ନା ସମୟର ଅଭାବ। ଏଇ ଯୋଉ ସୁବର୍ଣ୍ଣ ଧୂପବେଦୀକୁ ଆମେ ଯେମିତି ପୁଣି ପଢୁଥିଲେ, ତୁମ୍ଭେ ସିଟିମ କାଷ୍ଟରେ କଣ କରିବ? ଗୋଟିଏ କଣ କରିବ? ଧୂପବେଦୀ ନିର୍ମାଣ କରିବ। ପ୍ରଥମ ବିଷୟ ହଉଛି ଏଇ ବେଦୀର ନିର୍ମାଣ। ଏଇ ଯୋଉ ବେଦୀର ନିର୍ମାଣ, ଏହାକୁ ସିଟିମ କାଠରେ ତିଆରି କରିବା ପାଇଁ ପ୍ରଭୁ ମନୋନୀତ କରିଛନ୍ତି। ସିଟିମ କାଷ୍ଟ ଓ ଇଂଲିଶ ବାଇବଲ ଲେଖାଯାଏ ଏକ୍ସିଆ ଉଡ୍, ବା ତାକୁ ତର୍ଜମା ଯଦି ଆପଣ କରିବେ ଇଂଲିଶରେ, ଏକ୍ସିଆକୁ ତର୍ଜମା କଲେ ବବଲ ଟ୍ରି ବୋଲି ଆସିବ। ଆପଣ ଏକ୍ସିଆ ଟ୍ରି ମାରିବେ ଯଦି ଗୁଗୁଲରେ ଦେଖିବେ, ସେ ଗଛର
କୋଉ ପ୍ରକାର ବିଷୟ ଅଛି ତାହାକୁ ଗୋଟେ କଣ୍ଟା ଗଛ, ଗୋଟେ ବଙ୍କା ଟିଙ୍କା ଏବଂ କଣ୍ଟା ଗଛ ନିର୍ମାଣରେ ପ୍ରଭୁ କହୁଛନ୍ତି ସିଟିଂ କାଷ୍ଟରେ ସେ ସୁବର୍ଣ୍ଣ ଧୂପ ବେଦୀକି ତିଆରି କଣ୍ଟା ଗଛ। ପ୍ରଭୁ ଆଉ କୋଉ ଗଛକୁ ପସନ୍ଦ କରୁନାହାନ୍ତି। ଅନେକ ଗଛ ଅଛି, ଅନେକ ସୁନ୍ଦର ସୁନ୍ଦର ପିଆଶାଳ ଗଛ ଅଛି, ବିଭିନ୍ନ ପ୍ରକାର ଆଉ କଣ ସବୁ ଗଛର ସବୁ ନାଁ ସବୁ ଅଛି ଆମେ ଜାଣୁ। ତ ଏଇ ଯୋଉ ଗଛକୁ ପ୍ରଭୁ କଣ କରୁଛନ୍ତି, ତିଆରି କରୁଛନ୍ତି ବା ଏଇ ଗଛକୁ ପ୍ରଭୁ ମନୋନୀତ କରୁଛନ୍ତି। ଏଇ ଯୋଉ ଗଛରେ ପ୍ରଭୁ କଣ କରୁଛନ୍ତି, ଏଇ ଗଛ ହଉଛି କଣ୍ଟା ଗଛ, ଆଉ ଆକୁ ତିଆରି କରିବା ପାଇଁ 2 ଜଣ ଲୋକଙ୍କୁ ପ୍ରଭୁ ମନୋନୀତ କଲେ, ଅହଲ୍ୟାବ ଏବଂ ବଛଲେଲ। 31 ଅଧ୍ୟାୟ, ସେଇ ଯାତ୍ରା 31 ଅଧ୍ୟାୟ 1-2 ଅହଲ୍ୟାବକୁ ଏବଂ ବଛଲେଲକୁ ପ୍ରଭୁଙ୍କର ଆତ୍ମା ଦେଇକି ମନୋନୀତ କଲେ ଏବଂ ମୂଷାକୁ କହୁଛନ୍ତି ତୁମେ ଅହଲ୍ୟାବକୁ ଏବଂ ବଛଲେଲକୁ କହିବ, ସେମାନେ ଯିବେ ଆଉ ସିଟିଂ କାଷ୍ଟ ଆଣିକି ଆମ୍ଭ ଉଦ୍ଦେଶ୍ୟରେ ଧୂପ ବିଧି, ସୁବର୍ଣ୍ଣ ଧୂପ ବିଧି ତିଆରି କରିବେ। ଯେତେବେଳେ ଯାଇଥିବେ ଆପଣ ଚିନ୍ତା କରନ୍ତୁ, ଯେତେବେଳେ ଜଙ୍ଗଲକୁ ଯାଇଥିବେ, ଏଇ ଯୋଉ 2 ବ୍ୟକ୍ତି ଯେତେବେଳେ କୁରାଡି ଧରିକି ଯାଇଥିବେ, ଗଛ ମାନଙ୍କ ଭିତରେ ଗୋଟେ ହେଇଥିବ, କେତେ କେତେ ସୁନ୍ଦର ସୁନ୍ଦର ଗଛ, ଆମକୁ ଏମାନେ ଆମେ ସାଇଜ ହେଇଛୁ, ଆମକୁ ଏମାନେ କାଟିକି ନେବେ, ମୁଁ ଲମ୍ବା ହେଇଛି, ମୁଁ ମୋଟା ହେଇଛି, ମୁଁ ଭଲ ଦେଖାଯାଉଛି, ମୁଁ ଗଲେ ଭଲ ଫର୍ଣ୍ଣିଚର ହେଇପାରିବି, ମୁଁ ଗଲେ ଭଲ ଆଉ ବେଦୀ ହେଇପାରିବି। କିନ୍ତୁ ପ୍ରଭୁଙ୍କର ଉଦ୍ଦେଶ୍ୟ, ପ୍ରଭୁଙ୍କର ଇଚ୍ଛା ଗୋଟେ କଣ୍ଟା ଗଛକୁ ଆଣିବା ପାଇଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକ, ଆମେ ମଧ୍ୟ ଏକ କଣ୍ଟକ ସଦୃଶ ଥିଲୁ। ଆମ ଜୀବନରେ ପାପର କଣ୍ଟା ଦାଗ ଥିଲା, ଆମ ଜୀବନରେ ଅନେକ ପ୍ରକାର କଣ୍ଟା ଥିଲା, ବଙ୍କା ଟିଙ୍କା ଜୀବନ ଥିଲା, ଅନ୍ଧକାର ଥିଲା, ସାଇଜ ନଥିଲା। ପ୍ରଭୁ ମନୋନୀତ କଲେ ଆମକୁ, ପ୍ରଭୁ ଆମମାନଙ୍କୁ ସେ ଧୂପ ବିଧି କରିବା ପାଇଁ ମନୋନୀତ କଲେ। ଯୋଉ ଧୂପ ବିଧି କି ପ୍ରାର୍ଥନା ଉଠିବ, ସୁଗନ୍ଧି ଭରା ବାକ୍ୟ ଉଠିବ, ସୁଗନ୍ଧି ଭରା କଥା ଉଠିବ, ସୁଗନ୍ଧି ଭରା ସମସ୍ତ ମଙ୍ଗଳ ବିଷୟ ଉଠିବ। ସେଥିପାଇଁ ଏଇ ଯୋଉ କଣ୍ଟା ଗଛକୁ ପ୍ରଭୁ ମନୋନୀତ କଲେ। ସେଥିପାଇଁ ପାଉଲ କହନ୍ତି ନା, ପ୍ରଭୁ ସେଇ ଅନେକ ଲୋକଙ୍କୁ, ଯୋଉମାନେ କି ବଳିଷ୍ଠ ଲୋକ, ଯୋଉମାନେ କି ଜ୍ଞାନୀ ମାନେ, ଏମାନଙ୍କୁ ଲଜ୍ଜା ଦେବା ପାଇଁ ଆମ ପରି ମୂର୍ଖ ବିଷୟ ଗୁଡାକୁ ପ୍ରଭୁ ମନୋନୀତ କରିଛନ୍ତି। ଆମ ପରି ଦୁର୍ବଳ ବିଷୟକୁ ପ୍ରଭୁ ମନୋନୀତ କରିଛନ୍ତି ତାଙ୍କ ଉଦ୍ଦେଶ୍ୟରେ ଜଳିବା ପାଇଁ। ଆଉ ଏଇଟାକୁ କଣ କଲେ, ଏଇ ଯୋଉ ଲୋକମାନେ ଗଲେ ତିଆରି କରିବା ପାଇଁ ବା ଏଇ ସିଟିଂ କାଷ୍ଠକୁ ସୁବର୍ଣ୍ଣ ଧୂପ ବିଧି ବନେଇବା ପାଇଁ ଆଣିଲେ କାଟିକି। ଯେତେବେଳେ କାଟିକି ଆଣିଥିବେ, ତାକୁ ସାଇଜ କରିଲେ, ତାର ମାପ ଚାପ ସବୁ ଆମେ ଦେଖିଲୁ, 1 ହାତ ମାପ ଦୀର୍ଘ ଏଟା କରିବ, ସାଇଜ କରିଲେ, ତାକୁ କଣ କଲେ, ସାଇଜ କରାଗଲା, ମାପ କରାଗଲା। ଗୋଟେ ଖ୍ରୀଷ୍ଟୀୟ ଜୀବନ ହଉଛି ଗୋଟେ ମାପର ଜୀବନ, ଖ୍ରୀଷ୍ଟ କେନ୍ଦ୍ରିକ ଜୀବନ। ମାପ କରିଲେ ଆମେ ମଧ୍ୟ ମାପି ହେଇକି ଯଦି ଜଗତରେ ଚାଲିବା, ଆମେ ଗୋଟେ ସୁଗନ୍ଧ ଧୂପ ବେଦୀ ପରେ ହେଇପାରିବା। ଆମ ଜୀବନ ସବୁ ମାପଦଣ୍ଡରେ ରହିବା ଦରକାର। ଆମମାନଙ୍କର କଥାବାର୍ତ୍ତା, ଚାଲିଚଳନ, ଆଚାର ବ୍ୟବହାର ଆମମାନଙ୍କର ସବୁ ଶୃଙ୍ଖଳିତ। ସେଥିପାଇଁ ଖ୍ରୀଷ୍ଟିଆନକୁ ଅଲ୍ ଓଭର ୱାର୍ଲଡରେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଶୃଙ୍ଖଳିତ ବ୍ୟକ୍ତି ବୋଲିକି କହନ୍ତି। ଖ୍ରୀଷ୍ଟିଆନ ଲୋକମାନଙ୍କୁ ଶୃଙ୍ଖଳିତ, ସବୁଠାରୁ ଶୃଙ୍ଖଳିତ ବ୍ୟକ୍ତି ମାନେ ହଉଛନ୍ତି ଖ୍ରୀଷ୍ଟିଆନ ଲୋକମାନେ। ତ ଯୋଉ ଶୃଙ୍ଖଳିତ ଆମର ଜୀବନ ଯୋଉ କଣ୍ଟା ଥିଲା, ପ୍ରଭୁ ତାହାକୁ କଣ କଲେ, ସାଇଜ କରିଦେଲେ, ତାଙ୍କର ରକ୍ତରେ ଧୌତ କରିଦେଲେ। ଯଦି ବି କଣ୍ଟା ଗଛର ସମସ୍ତ ବିଷୟକୁ ଦେଖିବେ, ଅନେକ ସମୟରେ ଯାହାର କଣ୍ଟା ଥିବ ତାର କଥାବାର୍ତ୍ତା ଟାଣ ଥିବ, କାହାକୁ ଆମେ କଣ୍ଟା ପରି ଫୋଡି ଦେବୁ। ତେଣୁ ସାଇଜ ହେଲେ ଏକ ସୁନ୍ଦର ସୁବର୍ଣ୍ଣ ଧୂପ ବେଦୀ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଳି ପାରିବ। ତ ଏଇ ଯୋଉ ମାପ କଲେ, ତାକୁ ସାଇଜ କଲେ ଏବଂ ତାକୁ କଣ କରୁଛନ୍ତି, ଆଉ ଗୋଟିଏ ବାଡ଼ ବନେଇଲେ, ଯଦ୍ୱାରା ସେଠି ଅଙ୍ଗାର, ସେଠି ଅଗ୍ନି ରହିପାରିବ। ଆମର ଜୀବନ ବି ଗୋଟେ ଖ୍ରୀଷ୍ଟ କେନ୍ଦ୍ରିକ ବାଡ଼ ହେଇକି ରହିବା ଦରକାର।
ବାଇବଲରେ ଲେଖା ହେଇଛି ହିତୋପଦେଶରେ ଯେ କଣ କରିବ, ବାଡ଼ ଭାଙ୍ଗେ ସର୍ପ ତାକୁ କାମୁଡ଼ିବ। ହିତୋପଦେଶରେ ଆଉ ସେ ବିଷୟରେ ଲେଖାଯାଏ ଯେ ବାଡ଼ ଭାଙ୍ଗେ ସର୍ପ ତାକୁ କାମୁଡ଼ିବ। ତେଣୁ କରିକି ଆମକୁ ବାଡ଼ ମଧ୍ୟରେ ରହିବା ଦରକାର, କାରଣ ଇସ୍ରାଏଲ ଲୋକମାନଙ୍କ ପାଇଁ ମଧ୍ୟ ଗୋଟେ ବାଡ଼ ଥିଲା, ଯୋଉମାନେ କି ହଠାତ୍ କୌଣସି ଭୁଲ କରିଦେଉଥିଲେ ବିଚାର ହେବା ପର୍ଯ୍ୟନ୍ତ ଆଶ୍ରୟ ନଗରକୁ ପଠାଯାଉଥିଲା। ସେମାନେ ବିଚାର ହେଲା ପରେ ସେମାନଙ୍କୁ ତାଙ୍କ ନିଜର ଜାଗାକୁ ଆଣୁଥିଲେ। ତେଣୁ ବାଇବଲରେ ଲେଖାଯାଏ ପ୍ରଥମ ପିତର 5:8 ଯେ ଶୟତାନ ସିଂହ ପ୍ରାୟ ଗର୍ଜନ କରି ଖୋଜି ବୁଲୁଅଛି, ତେଣୁ କାହାକୁ ଗ୍ରାସ କରିବ। ତେଣୁ ଆମର ଜୀବନ ବାଡ଼ ଭିତରେ ରହିବା ଦରକାର। ସେଇ ବେଦୀକୁ ବାଡ଼ ଭାବରେ ଲେଖା ହେଇଛି, ତୁମେ କଣ କରିବ, ସେଇ ତହିଁରେ ଚତୁଷ୍କୋଣ ହବ। ଚତୁଷ୍କୋଣ ହବ ମାନେ ବାଡ଼ ଗୋଟେ ହବ ଯୋଉଠିକି ନିଆଁ ଧରି ପାରିବ। ଆଉ ସୁବର୍ଣ୍ଣ ସେଠି 3ରେ ଲେଖା ହେଇଛି, ତାକୁ ସୁବର୍ଣ୍ଣରେ ମଡ଼ାଇବ। ସାଇଜ ହେଲେ, ତାପରେ ବାଡ଼ ହେଲେ, କଣ୍ଟା ଗଛ ସବୁ ଆଉ ସବୁକୁ ସାଇଜ କରାହେଲେ, ମାପଚୁପ ହେଲେ, ତାପରେ ଯାଇକି ପ୍ରଭୁ କହୁଛନ୍ତି ତୁମେ ସୁବର୍ଣ୍ଣରେ ତାକୁ ମଡ଼ାଇବ। ଆମେ ପ୍ରଭୁ ଆମମାନଙ୍କୁ ସୁବର୍ଣ୍ଣରେ ମଡ଼େଇଛନ୍ତି। କଲୋସିୟ 3:2-3 ପଢିବେ, ଲେଖାଯାଏ ଆମମାନଙ୍କର ଜୀବନ ଖ୍ରୀଷ୍ଟଙ୍କ ଠାରେ ଗୁପ୍ତ ହେଇକି ଅଛି। ଆମେ ପ୍ରଭୁଙ୍କ ସହିତ ଗୁପ୍ତରେ ଅଛୁ। ଯେତେବେଳେ ଦେଖନ୍ତୁ ସେ କଣ୍ଟା ଗଛ ଆସିଲା, ତାକୁ ସାଇଜ କରାଗଲା, ତାକୁ ମାପଚୁପ କରି ସାଇଜ କରିକି ତା ଉପରେ କଣ୍ଟା ମଡ଼େଇ ଦଉଛନ୍ତି, ବା ତା ଉପରେ ସୁବର୍ଣ୍ଣ ପିଟା କର୍ମରେ ସୁବର୍ଣ୍ଣ ମଡ଼େଇ ଦଉଛନ୍ତି, ତାହେଲେ ସେଟା ଗୋଟେ ସୁବର୍ଣ୍ଣ ଧୂପବେଦୀ ହେଇଗଲା। ତା ଭିତରେ କଣ ଅଛି, ସିଟିମ କାଷ୍ଠ, ମାନେ ତା ଭିତରେ ଗୋଟେ କଣ୍ଟା ଗଛ ଅଛି, କଣ୍ଟାର କାଠ ଅଛି, ସେ ସାଇଜ ହେଇକି ଅଛି, କିନ୍ତୁ ଉପରେ କଣ ଦେଖାଯାଉଛି, ସୁନା ଦେଖାଯାଉଛି। ତାର ସମସ୍ତ ରୂପ ବଦଳିଗଲା, ତାର ସମସ୍ତ ବାସ୍ନା ଚେଞ୍ଜ ହେଇଗଲା, ତାର ସମସ୍ତ ଆଉ ଭ୍ୟାଲୁ ବଢିଗଲା। ଯାହାକୁ ଯୋଉ ଗଛକୁ କି କେହି ପସନ୍ଦ କରୁନଥିଲେ, ତାକୁ ଆଣିକି ପ୍ରଭୁ କଣ କରୁଛନ୍ତି, ସାଇଜ କରିକି ସୁବର୍ଣ୍ଣରେ ମଡ଼େଇ ଦେଲେ। ଆମ ଜୀବନ ମଧ୍ୟ ସେମିତି। ଆମ ଜୀବନ ମଧ୍ୟ ପ୍ରଭୁ ସେ ଆମକୁ ଡାକିଲେ, ତାଙ୍କ ରକ୍ତ ଦ୍ୱାରା ଧୌତ କରି ସାଇଜ କରିକି ସେ ଆମମାନଙ୍କୁ ତାଙ୍କର ପବିତ୍ର ଆଉ ଆଶୀର୍ବାଦରେ ଆମମାନଙ୍କୁ ତାଙ୍କର ବନ୍ଧନରେ ବାନ୍ଧି ଦେଇଛନ୍ତି। ଆମେ ହଉଛୁ ପବିତ୍ର ଗୋଷ୍ଠୀ, ଆମେ ହଉଛୁ ଯାଜକ ବର୍ଗ। ଏଇ ଯୋଉ ସୁବର୍ଣ୍ଣ ଧୂପବେଦୀକୁ ଯେତେବେଳେ ଲୋକମାନେ ଦେଖୁଥିଲେ, ସୁବର୍ଣ୍ଣ ଧୂପବେଦୀ ବୋଲି ଦେଖୁଥିଲେ, କିନ୍ତୁ ତା ଭିତରେ କଣ ଅଛି, ଗୋଟେ ସିଟିମ କାଷ୍ଠ ଅଛି। ଆମେ ମଧ୍ୟ ଜାଣିବା ଦରକାର, ଆମେ ଆଗରୁ ଅନ୍ଧକାର ସ୍ୱରୂପ ଥିଲୁ, ପ୍ରଭୁ ଆମମାନଙ୍କୁ ମନ୍ଦିତ କରି ତାଙ୍କର ଗୌରବ ନିମନ୍ତେ ଆଜି ଆମମାନଙ୍କୁ ବ୍ୟବହାର କରୁଛୁ। କିଏ ତ ସୁନ୍ଦର ଗୀତ ଗାଇ ପାରୁଛୁ, କିଏ ତ ସୁନ୍ଦର ବାକ୍ୟ କହିପାରୁଛୁ, କିଏ ତ ସୁନ୍ଦର ପରିଚାଳନା କରିପାରୁଛୁ, କିଏ ତ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଦେଇ ପାରୁଛୁ, କିଏ ତ ପ୍ରଭୁଙ୍କ ପାଇଁ ଆଉ କାହାକୁ ଉତ୍ସାହିତ କରିପାରୁଛୁ। ଏ ମନ ସବୁ କୁଆଡୁ ଆସିଲା? ଏହା ପ୍ରଭୁ ଦେଇଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସୁବର୍ଣ୍ଣରେ ମଢା ଗଲା ପରେ ଆଉ ତାକୁ ସମସ୍ତେ ଦେଖୁଥିଲେ ସୁବର୍ଣ୍ଣ। ଆଉ ତାପରେ ଯେତେବେଳେ ଅଗ୍ନି ସେଟାକୁ ଢଳା ଯାଉଥିଲା, ଅଗ୍ନି ଏବଂ ଧୂପ ଜଳେଇବା ପାଇଁ, ସୁବର୍ଣ୍ଣ ପରେ ପଡୁଥିଲା, କାଠକୁ କିଛି ହଉନଥିଲା। ଚିନ୍ତା କର, କାଠ ପଡୁନଥିଲା, ସୁବର୍ଣ୍ଣ ଦଗଦଗ ହଉଥିଲା। କାରଣ ସୁନାରେ ଯେତେବେଳେ ନିଆଁ ପକେଇ ଦେବେ ନା, ସୁନାରୀ ମାନଙ୍କ ପାଖକୁ, ବଣିଆ ମାନଙ୍କ ପାଖକୁ ଆପଣ ମାନେ ଯାଇଥିବେ, ତାକୁ ସୁନାରୀ କଣ କରିବ, ସୁନାକୁ କୋଇଲାରେ ପକେଇକି ତାକୁ ଭଲ କରିକି ତାକୁ କଣ କରି ରିଫାଇନ କରିଦବ, ଭଲ କରିକି ସାଇଜ କରିଦବ, ସୁନାର କଲର ଆଉ ଟିକେ ଦଗଦଗ ହବ। ଆମ ଜୀବନ ମଧ୍ୟ ସେମିତି କରିଦେଲେ ପ୍ରଭୁ। ଆମକୁ କିଛି ହବନି, କୌଣସି ପ୍ରକାର ଅଙ୍ଗାର, କୌଣସି ପ୍ରକାର ଅଗ୍ନି ଆସିକି ପଡିଲେ ମଧ୍ୟ ଆମ ଜୀବନରେ ହୁଏତ ତାହା ଦଗଦଗ ହେଇକି ଜଳିବ ସିନା, ପୋଡିବ ନାହିଁ। କାହିଁକି? ଆମକୁ ପ୍ରଭୁ ସୁବର୍ଣ୍ଣରେ ମଡେଇ ଦେଇଛନ୍ତି। ପ୍ରଭୁ ତାଙ୍କର ଆଶୀର୍ବାଦରେ ଆମମାନଙ୍କୁ ମଡେଇ ଦେଇଛନ୍ତି। ପ୍ରଭୁ ତାଙ୍କର ସୁରକ୍ଷାର ହସ୍ତରେ ଆମମାନଙ୍କୁ ମଡେଇ ଦେଇଛନ୍ତି। ପ୍ରଭୁ ତାଙ୍କର ଅନୁଗ୍ରହରେ ଆମମାନଙ୍କର ଜୀବନକୁ କଭର କରି ଦେଇଛନ୍ତି, ଯଦ୍ୱାରା ଆମକୁ କିଛି ହବନି। ଅନେକ ଗୀତ ଗାଆନ୍ତି, ସେଦିନ ମୁଁ ଗାଉଥିଲି, ଖ୍ରୀଷ୍ଟୀୟ ଜୀବନ ସୁନା ପରି ଜୀବନ। ଆମମାନଙ୍କର ଜୀବନ ସୁନା ପରି ଅଟେ। ତେଣୁ ଏଇ ଧୂପବେଦୀ ଆଉ କଣ, ଗୋଟେ ସୁବର୍ଣ୍ଣ ଧୂପବେଦୀ ହେଇଗଲା ସିଟିମ କାଷ୍ଟରୁ ଆସିକି। ଦ୍ୱିତୀୟ ବିଷୟ, ଯେ
ଛଅ ପଦ ଟିକେ ଭଉଣୀ ପଢନ୍ତୁ, ସେଇ ଯାତ୍ରା 30 ଅଧ୍ୟାୟର 6 ପଦ। ଯାତ୍ରା 30ର ତାର 6 ପଦ। ପୁଣି ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା, ସେହି ସ୍ଥାନରେ ଅର୍ଥାତ୍ ସାକ୍ଷ୍ୟ ସିନ୍ଧୁକର ଉପରିସ୍ଥ ପାପାଚ୍ଛାଦନ ସମ୍ମୁଖରେ ସାକ୍ଷ୍ୟ ସିନ୍ଧୁକର ଅଗ୍ରସ୍ଥିତ ବିଚ୍ଛେଦ ବସ୍ତ୍ରର ଆଗରେ ତାହା ରଖିବ। ଧନ୍ୟବାଦ। ତାର ସ୍ଥାନ, ତାର ନିର୍ମାଣ ଦେଖିଲୁ, ତାର ସ୍ଥାନ ସେ କହୁଛନ୍ତି ଆଉ ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ସେହି ସ୍ଥାନରେ ଅର୍ଥାତ୍ ନିୟମ ସିନ୍ଧୁକ ଯେଉଁ ସ୍ଥାନରେ ରଖାଯିବ ସେହି ସ୍ଥାନରେ ଏଇ ସୁବର୍ଣ୍ଣ ଧୂପବେଦୀକୁ ରଖିବ। ତାର ନିର୍ମାଣ ଏବଂ ତାର ସ୍ଥାନ ହଉଛି ପ୍ରଭୁଙ୍କର ଉପସ୍ଥିତିର ସ୍ଥାନ। ନିୟମ ସିନ୍ଧୁକ ଯୋଉଠି ଥିବ ଏଇ ସୁବର୍ଣ୍ଣ ଧୂପବେଦୀ ସେଇଠି ଥିବ। କେତେ ମାନେ ପ୍ରେସିୟସ୍ ଦେଖନ୍ତୁ। ନିୟମ ସିନ୍ଧୁକରେ କଣ ରହୁଥିଲା? ଈଶ୍ୱରଙ୍କର 10 ଆଜ୍ଞା ରଖାଯାଇଥିଲା। ଇସ୍ରାଏଲ ଲୋକମାନଙ୍କ ପାଇଁ ଯୋଉ ମାନ୍ନା ବର୍ଷୁଥିଲା ସେ ମାନ୍ନା ରଖାଯାଇଥିଲା ଏବଂ ହାରଣଙ୍କର ଯଷ୍ଟି ଯୋଉଟା କି ପଲ୍ଲବିତ ଯଷ୍ଟି ରଖାଯାଇଥିଲା। ଆଉ ସେଇ ନିୟମ ସିନ୍ଧୁକରେ ଈଶ୍ୱରଙ୍କର ଉପସ୍ଥିତି ଥିଲା। ତେଣୁ କରିକି କହୁଛନ୍ତି ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ସେ ନିୟମ ସିନ୍ଧୁକ ପାଖରେ ଏଇ ସୁବର୍ଣ୍ଣ ଧୂପବେଦୀକି ରଖିବ। ଦେଖନ୍ତୁ କୋଉ ଜାଗାରେ ଥିଲା ସେ କାଠ, ତାକୁ ଜଙ୍ଗଲରୁ ଆଣିଲେ, ସାଇଜ କରିଲେ, ସୁବର୍ଣ୍ଣ ଧୂପବେଦୀ ହେଇକି ତାର ସ୍ଥାନ ଚେଞ୍ଜ ହେଇଯାଉଛି। ଆମର ସ୍ଥାନକୁ ପ୍ରଭୁ ଚେଞ୍ଜ କରିଛନ୍ତି। ଯେତେବେଳେ ଖଞ୍ଜ ବ୍ୟକ୍ତି ସୁନ୍ଦର ନାମକ ଦ୍ୱାରରେ ବସି ଭିକ୍ଷା କରୁଥିଲା, ଯୀଶୁଙ୍କ ନାମରେ ସୁସ୍ଥ ପାଇଲା ପରେ ମନ୍ଦିର ଭିତରେ ଉଦା ମାରି ଈଶ୍ୱରଙ୍କର ପ୍ରଶଂସା କରୁଛି। ଲୋକମାନେ ଦେଖିକି ଛାନିଆ ହେଇଯାଉଛନ୍ତି, ଆରେ ଏ ତ ଭିକ ମାଗୁଥିଲା ସେ ସ୍ଥାନରେ ସୁନ୍ଦର ନାମକ ଦ୍ୱାରରେ, ଆଜି କଣ ମନ୍ଦିର ଭିତରେ ପ୍ରବେଶ କରି ପ୍ରଭୁଙ୍କର ଗୌରବ କରୁଛି? ପ୍ରଭୁ ସ୍ଥାନ ଚେଞ୍ଜ କରିଦିଅନ୍ତି। ଆମର ସ୍ଥାନକୁ ପ୍ରଭୁ ଚେଞ୍ଜ କରିଛନ୍ତି। ପୂର୍ବରୁ ଆମମାନଙ୍କର ଜୀବନ ଅନ୍ଧକାର ସ୍ୱରୂପ ଥିଲା, ଆମେ ବିଭିନ୍ନ ସ୍ଥାନରେ ଥିଲୁ, କିନ୍ତୁ ପ୍ରଭୁ ଆଜି ଆମକୁ ପ୍ରଭୁଙ୍କର ପାଦ ନିକଟକୁ ସ୍ଥାନକୁ ଆଣିଛନ୍ତି। ଯଦି ମାର୍କ ପୁସ୍ତକରେ ଦେଖିବେ ବାହିନୀ ଭୂତ ଲାଗିଥିବା ବ୍ୟକ୍ତି ତାର ସ୍ଥାନ କୋଉଠି ଥିଲା? ସମାଧିରେ ଚିତ୍କାର କରୁଥିଲା। ଯେତେବେଳେ ଯୀଶୁଙ୍କ ସହିତ ସେ ଭେଟ ହେଇଗଲା ତାଙ୍କର ଜୀବନ ଯୀଶୁଙ୍କ ପାଦ ନିକଟରେ। ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି, ଭଲ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ପାଦ ନିକଟରେ ବସି ଲୋକମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ସ୍ଥାନକୁ ପ୍ରଭୁ ଚେଞ୍ଜ କରନ୍ତି। ଇସ୍ରାଏଲ ଲୋକମାନେ ମିଶର ଦେଶରେ ଦାସତ୍ୱ ବନ୍ଧନରେ ଥିଲେ, ପ୍ରଭୁ ଚେଞ୍ଜ କରିଦେଲେ ସେମାନଙ୍କର ସ୍ଥାନକୁ, କିଣାନ ଅଭିମୁଖୀ ଯାତ୍ରା କରେ। ଆଜି ମଧ୍ୟ ଆମମାନଙ୍କର ସ୍ଥାନକୁ ପ୍ରଭୁ କଣ କରିଲେ? ଚେଞ୍ଜ କରିଦେଲେ। ଯୀଶୁଙ୍କ ସମ୍ମୁଖରେ ଆମମାନଙ୍କର ଜୀବନ କରିଦେଲେ। ଆଜି ଆମମାନେ ଖ୍ରୀଷ୍ଟଙ୍କର ସହିତ ଆମମାନଙ୍କର ସମ୍ପର୍କର ସ୍ଥାନ କରିଦେଲେ। ଏହା ଈଶ୍ୱରଙ୍କର ଉପସ୍ଥିତିର ସ୍ଥାନ। ଈଶ୍ୱରଙ୍କର ଉପସ୍ଥିତିର ସ୍ଥାନକୁ ପ୍ରଭୁ ଆମମାନଙ୍କୁ ନେଇଗଲେ। ଗୋଟେ କଣ୍ଟକ ସଦୃଶ ଥିବା ଗଛକୁ ଆଣିକି ମଡେଇକି ତାକୁ ସୁନାରେ ମଡେଇକି ତାର ସ୍ଥାନ ମଧ୍ୟ ଯୀଶୁଙ୍କ ପାଖରେ ଏଇ ସୁବର୍ଣ୍ଣ ଧୂପବେଦୀର ସ୍ଥାନ କଣ ହେଲା? ବଦଳିଲା। କାଠରୁ ସୁବର୍ଣ୍ଣ ଧୂପବେଦୀ ହେଇଗଲା ଏବଂ ଆର ଭ୍ୟାଲୁ ବଢିଗଲା, ମୂଲ୍ୟ ବଦଳିଗଲା, ସୁନାର ଧୂପବେଦୀ ହେଇଗଲା। ଆଉ ସିଟିଂ କାଷ୍ଟର କହୁନା, ସୁବର୍ଣ୍ଣ ଧୂପବେଦୀ ହେଇଗଲା ଏବଂ ଆହାର କର୍ମ ମଧ୍ୟ ବଦଳିଗଲା ଏବଂ ଆର ବାସ୍ନା ମଧ୍ୟ ବଦଳିଗଲା ଏବଂ ଆର ସମସ୍ତ ବିଷୟ ମଧ୍ୟ ବଦଳିଗଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମେ ପ୍ରାର୍ଥନାର ଧୂପବେଦୀ ପରେ ଆମେ ଜଳିବା ତାହେଲେ ଆମମାନଙ୍କୁ ପ୍ରଭୁ ଜଳିବା ପାଇଁ, ପ୍ରାର୍ଥନାର ଧୂପବେଦୀ ପରି ଜଳିବା ପାଇଁ ଆମମାନଙ୍କୁ ପ୍ରଭୁ ଆମମାନଙ୍କୁ ମନୋନୀତ କରି ସୁବର୍ଣ୍ଣ ପ୍ରାର୍ଥନାର ଧୂପବେଦୀ ଆମମାନଙ୍କୁ କରିଛନ୍ତି। ତ 7 ଏବଂ 8 ପଦ ପଢନ୍ତୁ, ସେଇ ଯାତ୍ରା 30ର 7 ଏବଂ 8 ପଦ। ହାରଣ ତହିଁ ଉପରେ ସୁଗନ୍ଧି ଧୂପ ଜଳାଇବ। ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବା ବେଳେ ସେହି ଧୂପ ଜଳାଇବ। ପୁଣି ସନ୍ଧ୍ୟାକାଳେ ହାରଣ ପ୍ରଦୀପ ଜଳାଇବା ସମୟରେ ଧୂପ ଜଳାଇବ। ତହିଁରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ଧୂପଦାହ ହେବ। ଆମେନ୍। ଧନ୍ୟବାଦ। ପ୍ରଥମରେ ଦେଖିଲୁ ତାର ନିର୍ମାଣ, ଦ୍ୱିତୀୟରେ ଦେଖିଲୁ ତାର ସ୍ଥାନ, ତୃତୀୟରେ ଦେଖୁଛୁ ତାର କାର୍ଯ୍ୟ। ତାର କାର୍ଯ୍ୟ କଣ? ସେ ସକାଳେ ସନ୍ଧ୍ୟାରେ ଜଳିବ।
ସେଥିପାଇଁ ଦାଉଦ କହିଲେ, ଯେମିତି ପଢିଲୁ ଆପଣ ପଢିଲେ ଯେ ସୁବର୍ଣ୍ଣ ଧୂପ ବେଦୀ ବା ସୁଗନ୍ଧି ଧୂପ ପରିମୋହର ପ୍ରାର୍ଥନା, ସନ୍ଧ୍ୟାକାଳୀନ ନୈବେଦ୍ୟ ପରିମୋହର କୃତାଞ୍ଜଳି ତୁମ ସାମରେ ଉପସ୍ଥିତ ହେଉ। ଯେତେବେଳେ ଏଲିୟ 450 ବାଲ ଭବିଷ୍ୟତ ବକ୍ତାଙ୍କର ସମ୍ମୁଖରେ ଆଉ ଗୋଟେ ଅଗ୍ନି ପାଇଁ ପ୍ରାର୍ଥନା କରୁଛନ୍ତି, 450 ବାଲ ଭବିଷ୍ୟତ ବକ୍ତା ହାରିଗଲେ। ପ୍ରାର୍ଥନା କରିକି ତାଙ୍କର ବାଲକୁ ଡାକି କିଛି ଆନ୍ସର ହେଲା ନାହିଁ, କିନ୍ତୁ ଯେତେବେଳେ ଏଲିୟଙ୍କ ସମୟ ଆସିଲା ଯଜ୍ଞବେଦୀକୁ ସଜାଡ଼ିଲେ ଏବଂ ପ୍ରଥମ ରାଜାବଳୀ 18 ଅଧ୍ୟାୟକୁ ଯେତେବେଳେ ଦେଖିବେ 30-31 ଆଡ଼କୁ ପଢିବେ, ସନ୍ଧ୍ୟା ସମୟ ହେଇଥିଲା। ସେଇ ଟାଇମରେ ସେ କଣ କଲେ, ପ୍ରାର୍ଥନା କରିଲେ, ଅଗ୍ନି ଆସିଗଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ ଯୋଉ କାର୍ଯ୍ୟ ସକାଳେ ସନ୍ଧ୍ୟାରେ ଜଳିବ, ଆମମାନେ ପ୍ରଭୁଙ୍କ ପାଇଁ ଜଳିବା ପାଇଁ, ପ୍ରାର୍ଥନାରେ ଜଳିବା ପାଇଁ ଆମେ ମନୋନୀତ ହେଇଛୁ। ତାକୁ ଖାଲି ସେଠି ରଖିଦେଲେ ତାହା ନୁହଁ, ସକାଳେ ସନ୍ଧ୍ୟାରେ ସେ ଜଳିବ। ସେଥିପାଇଁ ଗୀତ ସଂହିତା ଆଉ 5:3 ଦାଉଦ କହନ୍ତି, ମୁଁ ପ୍ରଭାତରେ ତୁମ୍ଭ ଉଦ୍ଦେଶ୍ୟରେ ପ୍ରାର୍ଥନା ସଜାଇବି ଓ ଜାଗି ରହିବି। ଆମର ପ୍ରାର୍ଥନା ପ୍ରଭୁଙ୍କ ନିକଟରେ ସକାଳେ ଆମେ ଏର୍ଲି ମର୍ଣ୍ଣିଂରେ ପ୍ରେୟରରେ ଯୋଗ ଦେଉଛୁ ନା, କେତେ ସୁନ୍ଦର ବିଷୟ। ସକାଳୁ ଭୋରରୁ ଆମମାନଙ୍କର ଉପାସନା ପ୍ରଭୁଙ୍କ ନିକଟରେ ପହଞ୍ଚି ପାରୁଛି, ଆମମାନଙ୍କର ପ୍ରାର୍ଥନା ପ୍ରଭୁଙ୍କ ନିକଟରେ ପହଞ୍ଚି ପାରୁଛି। ତାଠୁ ବଡ କଥା ଆଉ କଣ? ଆପଣ ମାନଙ୍କୁ ମୁଁ ସବୁବେଳେ ମୁଁ ଆଉ ଏହାକୁ ବହୁତ ଆପ୍ରିସିଏଟ କରେ, ବହୁତ ଖୁସି ବି ଲାଗେ। ଏର୍ଲି ମର୍ଣ୍ଣିଂ ଆପଣ ମାନେ ସକାଳୁ ଉଠି ପ୍ରାର୍ଥନା କରୁଛନ୍ତି, ଏଇ ସନ୍ଧ୍ୟା ବେଳକୁ ପ୍ରାର୍ଥନା କରୁଛନ୍ତି। ଆପଣ ମାନେ ସତ୍ୟରେ ପ୍ରଭୁଙ୍କର ଆଶୀର୍ବାଦର ପାତ୍ର ମାନେ। ଆପଣ ମାନଙ୍କର ପ୍ରାର୍ଥନା ସକାଳେ ସନ୍ଧ୍ୟାରେ ଆପଣ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେ ଧୂପ, ପ୍ରାର୍ଥନାର ଧୂପ ବିଧିକୁ ଆପଣ କଣ କରୁଛନ୍ତି, ପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଳଉଛନ୍ତି। ସକାଳେ ଜଳୁଛି, ଯେତେବେଳେ ଅବ୍ରାହମକୁ ପ୍ରଭୁ କହିଲେ ତୁମର ପୁତ୍ରଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ବଳି କର, ଅବ୍ରାହମ ଏର୍ଲି ମର୍ଣ୍ଣିଂ ଉଠିଲେ, ସକାଳୁ ଉଠିଲେ ବଳି କରିବେ ପ୍ରଭୁଙ୍କ ପାଇଁ, ପ୍ରଭୁଙ୍କର ଉପାସନା କରିବା ପାଇଁ। ସକାଳେ ସନ୍ଧ୍ୟାରେ ଆମେ ପ୍ରଭୁଙ୍କ ପାଇଁ ରେଡି ହଉ, ପ୍ରଭୁଙ୍କର ଗୌରବ କରିବା ପାଇଁ। ତେଣୁ ଦାଉଦ ମଧ୍ୟ ଗୀତ ସଂହିତା 55:17 ପଦରେ କହନ୍ତି, ସକାଳ ଏବଂ ସକାଳ ସେ କହନ୍ତି, ସଞ୍ଜ ସକାଳ ମଧ୍ୟାହ୍ନ କାଳରେ ମୁଁ ଭାବନା କରି ରୋଦନ କରିବି, ଆଉ ପ୍ରଭୁ ମୋ କଥା ଶୁଣିବେ। ତେଣୁ ଏଇଟା ସକାଳେ ଜଳିବ, ସନ୍ଧ୍ୟାରେ ବି ଜଳିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମର ପ୍ରାର୍ଥନା, ଆମମାନଙ୍କର ଉପାସନା এই ପ୍ରକାର ସକାଳରେ ସନ୍ଧ୍ୟାରେ ଏର୍ଲି ମର୍ଣ୍ଣିଂ, ଏର୍ଲି ଡେ ଆମମାନଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଳିବା ଦରକାର। ତେଣୁ ଆମମାନଙ୍କର ପ୍ରାର୍ଥନାର ଆଉ ଯୀଶୁ ସନ୍ଧ୍ୟାରେ ମଧ୍ୟ ପ୍ରାର୍ଥନାକୁ ଚାଲି ଯାଉଥିଲେ। ସନ୍ଧ୍ୟା ଟାଇମରେ ମଧ୍ୟ ଯୀଶୁ ପ୍ରାର୍ଥନାକୁ ଚାଲି ଯାଉଥିଲେ। ମାଥିଉ 14:23 ଲେଖାଯାଏ। ଆଦି ପୁସ୍ତକ 24:63 ଇସାକ ସନ୍ଧ୍ୟା ସମୟରେ ଧ୍ୟାନ କରିବା ପାଇଁ ଆଉ କ୍ଷେତକୁ ଚାଲି ଯାଉଥିଲେ। ଏବଂ ପ୍ରଥମ ସାମୁଏଲ 11 ଲେଖାଯାଏ, ସନ୍ଧ୍ୟା ବେଳେ ପ୍ରଭୁଙ୍କ ସହିତ ଆଉ ରହିବା ଦରକାର। ତେଣୁ ଦ୍ୱିତୀୟ ସାମୁଏଲ ଲେଖା ହେଇଛି 11 ଯେ ସନ୍ଧ୍ୟା ବେଳେ ଯେତେବେଳେ ଦାଉଦ ଯୁଦ୍ଧକୁ ନ ଯାଇକି ସନ୍ଧ୍ୟା ବେଳେ ଯେତେବେଳେ ଛାତ ଉପରେ ବୁଲୁଥିଲେ, ପାପରେ ପଡିଗଲେ। ତେଣୁ ସକାଳ ଏବଂ ସନ୍ଧ୍ୟା ବହୁତ ଗୁରୁତ୍ୱ ବିଷୟ ଅଟେ। ପ୍ରାର୍ଥନାର ପାଇଁ ସେ ଧୂପ ବିଧି ଜଳିବ, ସକାଳେ ଜଳିବ, ସନ୍ଧ୍ୟାରେ ବି ଜଳିବ। ଜଲ୍ଦି ଯିବି ଟିକେ, ଆଉ ଅଧିକ ବ୍ୟାଖ୍ୟା କରିବିନି, ଆମେ ସମସ୍ତେ ଜାଣୁ। 7 ଏବଂ 8 ପଦରେ ମଧ୍ୟ ଆଉ ଗୋଟେ ବିଷୟ ଲେଖା ହେଇଛି ଯେ ତାର ରକ୍ଷଣାବେକ୍ଷଣ, ତାର କାର୍ଯ୍ୟ। ପ୍ରଥମରେ ଦେଖିଲୁ ତାର ନିର୍ମାଣ, ଦ୍ୱିତୀୟରେ ଦେଖିଲୁ ତାର ସ୍ଥାନ, ତୃତୀୟରେ ଦେଖିଲୁ ତାର କାର୍ଯ୍ୟ, ଚତୁର୍ଥରେ ଦେଖୁଛୁ ସେଇ ସୁବର୍ଣ୍ଣ ଧୂପ ବିଧିର ରକ୍ଷଣାବେକ୍ଷଣ। ପ୍ରତି ସମୟରେ ତାହା କଣ କରିବ, ପରିଷ୍କାର କରିବ। ଯେ ଜଳେବ, ସେ ଜଳେବ ପୂର୍ବରୁ ପରିଷ୍କାର କରିବ, ରକ୍ଷଣାବେକ୍ଷଣ କରିବ। ଆମର ଜୀବନକୁ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ଆମେ ରକ୍ଷଣାବେକ୍ଷଣ କରିବା। ଆମେ ହଉଛୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଳିବା ପାଇଁ ପ୍ରଭୁ ଆମମାନଙ୍କୁ ଗୋଟେ ସୁବର୍ଣ୍ଣ ଧୂପ ବିଧି କରେଇଛନ୍ତି। ତ ଆମକୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି, ଆମେ ପରିଷ୍କାର ହଉ। ଯେତେବେଳେ ଜଳିବା, ଯେତେବେଳେ ପ୍ରଭୁଙ୍କ ନିକଟବର୍ତ୍ତୀ ହେଉଥିବା, ଆମମାନଙ୍କୁ ପରିଷ୍କାର। ସେଇ ଲେଖା ହେଇଛି, ଯେମିତିକି ପୁଣି ପଢୁଥିଲେ ଯେ ସନ୍ଧ୍ୟା ବେଳେ ସକାଳେ ଯେତେବେଳେ ତୁମେ ଜଳେବ, ତାହା କଣ କରିବ,
ଯେ ତାହାକୁ ପରିଷ୍କାର କରିବ। 7ରେ ଲେଖା ହେଇଛି, 7ରେ ଲେଖା ହେଇଛି ଆଉ ହାରଣ ତହିଁର ସୁଗନ୍ଧି ଧୂପ ଜଳାଇବା ପ୍ରତି ସକାଳେ ସନ୍ଧ୍ୟାରେ ତାହାକୁ ପରିଷ୍କାର କରିବ। ତାର ରକ୍ଷଣାବେକ୍ଷଣ ବି ଦରକାର ନା। ଆମର ଜୀବନ ବି ପ୍ରଭୁ ଆମମାନଙ୍କୁ ହସ୍ତରେ ଦେଇଛନ୍ତି, ଆମେ ତାହାକୁ ରକ୍ଷଣାବେକ୍ଷଣ କରୁ। ଆମର ଆତ୍ମାକୁ ପ୍ରଭୁ ଦେଇଛନ୍ତି, ତାର ରକ୍ଷଣାବେକ୍ଷଣ କରୁ। କୌଣସି ଅପରିଷ୍କାର ବିଷୟ ଅଛି ଆମମାନଙ୍କୁ କାଢିଦେବାର, ଜଳିବା ପରେ ଲେଖା ହେଇଛି ତାହା ଜଳାଇବା ପୂର୍ବରୁ ପରିଷ୍କାର କରିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଆମେ ପ୍ରଭୁ ଭୋଜ ନଉଛୁ ଆଉ ଆମମାନଙ୍କୁ କୁହାଯାଉଛି ଆମେ ରୁଟି ଧରିଲା ପରେ କି ଆଉ ପାନ ପାତ୍ର ଯିବାକୁ ବା ସେ ମେଜର ପବିତ୍ର ମେଜର ନିକଟବର୍ତ୍ତୀ ହେବା ପୂର୍ବରୁ ଆମମାନଙ୍କୁ କୁହାଯାଉଛି ନା ଯେ ଆପଣ ଆପଣାକୁ ପରୀକ୍ଷା କରୁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କର ପ୍ରାର୍ଥନା ପ୍ରଭୁ ଶୁଣନ୍ତି। ସେଥିପାଇଁ ପ୍ରଭୁ ଆମମାନଙ୍କୁ ଗୋଟେ ସୁବର୍ଣ୍ଣ ଧୂପ ବେଦୀ କରିକି ପ୍ରଭୁ ଆମମାନଙ୍କୁ ରଖିଛନ୍ତି। ସୁବର୍ଣ୍ଣ ଧୂପ ବେଦୀ, ପ୍ରାର୍ଥନାର ବେଦୀ କରି ଆମମାନଙ୍କୁ ରଖିଛନ୍ତି। ଯଦି ପ୍ରାର୍ଥନାର ଦେବୀ ଆଉ ବେଦୀ, ତ ସେ ବେଦୀର ରକ୍ଷଣାବେକ୍ଷଣ ମଧ୍ୟ ଅଛି। ଆମମାନଙ୍କ ହାତରେ ତାହା ଦେଇଛନ୍ତି। ହାରଣକୁ କୁହାଯାଉଛି ତୁମେ ତାହା ଜଳାଇବା ବେଳେ ସେଟାକୁ କଣ କରିବ? ପରିଷ୍କାର କରିବ। ଆମେ ଯେତେବେଳେ କୌଣସି ରୋଷେଇ ବାସେଇ କାମ କରୁଛୁ, ରୋଷେଇ କରିବା ପୂର୍ବରୁ ତାହାକୁ ପରିଷ୍କାର କରୁଛୁ। ଯେତେବେଳେ କୌଣସି ଜିନିଷରେ ଖାଉଛୁ ତାହା ପରିଷ୍କାର କରୁଛୁ। ପରିଷ୍କାର ଜିନିଷ ପିନ୍ଧୁଛୁ, ପରିଷ୍କାର ଜିନିଷ ଖାଉଛୁ, ପରିଷ୍କାର ଜାଗାରେ ବସୁଛୁ, ପରିଷ୍କାର ସବୁ ଜାଗାକୁ ପରିଷ୍କାର କରୁଛୁ। କିନ୍ତୁ ଆମେ ଯେତେବେଳେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଳିବା, ଆମ ଜୀବନ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ହେବା ଦରକାର। ତେଣୁ ଆୟୋବ ପୁସ୍ତକରେ 22:23 ଲେଖା ହେଇଛି, ନିଜ ତମ୍ବୁରୁ ଅଧର୍ମ ଦୂର କରିଲେ ପ୍ରଭୁ ପ୍ରାର୍ଥନା ଶୁଣିବେ। ମୋର ତମ୍ବୁରେ କୌଣସି ଯଦି ଅଧର୍ମ ଅଛି, କୌଣସି ଯଦି ଛୋଟିଆ କୌଣସି ଅଧର୍ମ ଅଛି, ଆମମାନଙ୍କୁ ଦୂର କରିବାର ଅଛି। ସେଥିପାଇଁ ଦାଉଦ କହନ୍ତି ଯେ ମନ ମଧ୍ୟରେ ଯଦି ମୋ ଅଧର୍ମକୁ ଆଦର କରେ, ପ୍ରଭୁ ମୋ କଥା ଶୁଣିବେ ନାହିଁ। ଯଦି ବେଦୀରେ ବା ଧୂପ ବେଦୀରେ କୌଣସି ପ୍ରକାର ପାଉଁଶ ଅଂଶ ଯଦି କୌଣସି ଅଧିକ ରହିଯାଇଛି, ତାହା ଜଳେ ନାହିଁ। ଆଗ କାଳରେ କାଠରେ ଲୋକମାନେ ଜଳଉଥିଲେ, ଚୁଲି ଜଳଉଥିଲେ, ଯେତେବେଳେ ସେ ପାଉଁଶକୁ ବାହାର କରୁଥିଲେ। ଆଜି ମଧ୍ୟ ଅଛନ୍ତି। ଯେତେବେଳେ ମୁଁ ମୋ ଜାଗା ମାନଙ୍କର ଯୋଉ ଜାଗାରେ ସେବା କାର୍ଯ୍ୟ କରୁଛି, ସେବା କାର୍ଯ୍ୟ କ୍ଷେତ୍ରରେ ସେମାନେ କାଠ ସହିତ ଜଡ଼ିତ, କାଠରେ ସେମାନେ ରୋଷେଇ କରନ୍ତି। ତ ମୁଁ ସେତେବେଳେ ତାଙ୍କ ପାଖକୁ ଯାଇ ଦେଖେ, ସେମାନେ ପାଉଁଶ ବାହାର କରନ୍ତି, ତାପରେ କାଠ ରଖନ୍ତି, ଦିଆସିଲ ମାରନ୍ତି, ଜଳେ। ପୁରୁଣା ପାଉଁଶ ଥିଲେ ଜଳିବ ନାହିଁ। ତେଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି କୌଣସି ପୁରୁଣା ବିଷୟ ଅଛି ଆମମାନଙ୍କୁ ବାହାର କରିଦେବାର ଅଛି। ପୁରୁଣା ବିଷୟ ଯଦି ଅଛି ଆମମାନଙ୍କୁ ଆଉ ବାହାର କରିଦେବାର ଅଛି। ହିଜିକିୟ ରାଜାଙ୍କୁ କୁହାଗଲା, ଦ୍ୱିତୀୟ ବଂଶାବଳୀ 22:19ରେ ହିଜିକିୟ ରାଜା ନିଜକୁ ପରିଷ୍କାର କଲେ, ଯଦ୍ୱାରା ପ୍ରଭୁ ତାର ପ୍ରାର୍ଥନା ଶୁଣିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମମାନଙ୍କର କୌଣସି ଛୋଟ ବିଷୟ ମଧ୍ୟ ଯଦି କୌଣସି ବିଷୟ ଅଛି, ତ ଆମମାନଙ୍କୁ ପରିଷ୍କାର କରିବାକୁ ପଡ଼ିବ। ତାର ରକ୍ଷଣାବେକ୍ଷଣ ଦାୟିତ୍ଵ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। କାହିଁକି ପ୍ରଭୁ, ଗୋଟେ ଗୀତ ଅଛି ନା, କାହିଁକି ପ୍ରଭୁ ବଦଳୁନି ମୋ ଜୀବନ, କର ମତେ ପରିବର୍ତ୍ତନ। ତ ଆମେ କୋଶ୍ଚିନ୍ କରିପାରିବାନି। ମୁଁ ସେ ଗୀତକୁ ଅବଶ୍ୟ ଭଲ ମତେ ଲାଗେ, କିନ୍ତୁ ପ୍ରଭୁଙ୍କୁ ସେଇ ରଚକ ବା ଗାୟକ ବା ପଚାରୁଛନ୍ତି, କାହିଁକି ପ୍ରଭୁ ବଦଳୁନି ମୋ ଜୀବନ। ପ୍ରଭୁଙ୍କୁ ଆମେ ପ୍ରଶ୍ନ ପଚାରି ପାରିବାନି କାହିଁକି ବଦଳୁନି ବୋଲି। ପ୍ରଭୁ ଆମକୁ ପ୍ରଶ୍ନ ପଚାରିବା ଦରକାର, କାହିଁକି ରେ ପିଲା, କାହିଁକି ରେ ପୁଅ ଝିଅ ତୁମର ବଦଳୁନି। ଆମମାନଙ୍କୁ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ଆମର ଦାୟିତ୍ୱରେ, ଆମର ଶରୀରକୁ, ଆମର ମନକୁ, ଆମର ଆତ୍ମାକୁ, ଆମମାନଙ୍କୁ ପ୍ରଭୁ ସେଥିପାଇଁ ସେ ସୁବର୍ଣ୍ଣ ଧୂପ ବେଦୀ କରିଛନ୍ତି। ଆମେ ଆଉ କଣ ଥିଲୁ? ସେ ସିଟିଂ କାଷ୍ଟ ପରି ଗୋଟେ କଣ୍ଟାରେ ଥିଲୁ। ସେ କଣ୍ଟା ଗଛ, ବଙ୍କା ଟିଙ୍କା ଗଛକୁ ଆଣିକି ପ୍ରଭୁ ସାଇଜ କରିଲେ, ସାଇଜ କଲା ପରେ ସେଟାକୁ ସୁବର୍ଣ୍ଣରେ ମଡେଇଲେ, ପ୍ରଭୁଙ୍କର ଉପସ୍ଥିତିର ସ୍ଥାନରେ ରଖିଲେ। ତ ଆମମାନଙ୍କୁ ପ୍ରଭୁ ତାହା ଦେଇଛନ୍ତି, ଯେତେବେଳେ ଆମେ ଆମମାନଙ୍କୁ ନିଜେ ତାହାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର। ତାକୁ ଆମମାନଙ୍କୁ ପରିଷ୍କାର କରିବା ଦରକାର। କୌଣସି ବିଷୟ ଯଦି ଅଛି ଆମେ ବାହାର କରିଦେବା, ପ୍ରଭୁ ନିଶ୍ଚିତ ଆମର ପ୍ରାର୍ଥନା ଶୁଣିବେ। ପଞ୍ଚମ ବିଷୟ, ଶେଷ ବିଷୟ କହିବେ, ଅଧିକ ବ୍ୟାଖ୍ୟା କରୁନାହିଁ, କେତେବେଳେ ଆଉ ସୁଯୋଗ ମିଳିଲେ ଆଉ ଥରେ ବ୍ୟାଖ୍ୟା କରିବା ଆମେ। ତ ତାର
आशीर्वाद प्रथम विषय देखिलु निर्माण, द्वितीय देखिलु तार स्थान, चतुर्थ देखिलु तार कार्य, तृतीय देखिलु तार कार्य एवं चतुर्थ देखिलु तार रक्षण वेक्षण। तो आर लाभ कौन, आशीर्वाद कौन, एते सब विषय होला परे तार आशीर्वाद कौन अटे आमे खोलिबा समस्ते प्रकाशित पुस्तक 8 अध्याय 3 रु 5 पद पढ़ंतु। प्रकाशित पुस्तक 8 ର 3 रु 5। प्रकाशित 8 पर्व तार 3 रु 5 पद। ସେଥିରେ ଆଉ ଜଣେ ଦୂତ ଆସି ବେଦୀ ନିକଟରେ ଠିଆ ହେଲେ। ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପାଟି ଥିଲା। ପୁଣି ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦୀ ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଯୋଗ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା। ସେଥିରେ ଦୂତଙ୍କ ହସ୍ତରୁ ଧୂପର ଧୂମ ସାଧୁମାନଙ୍କ ପ୍ରାର୍ଥନା ସହ ଈଶ୍ୱରଙ୍କ ସମ୍ମୁଖରେ ଉତ୍ଥିତ ହେଲା। पंचम पढ़ंतु। पंचम ପରେ ସେହି ଦୂତ ଧୂପାଟି ଘେନି ବେଦୀର ଅଗ୍ନିରେ ତାହା ପୂର୍ଣ୍ଣ କରି ପୃଥିବୀ ଉପରେ ପକାଇଦେଲେ। ସେଥିରେ ବଜ୍ରଧ୍ୱନି, ବିଭିନ୍ନ ସ୍ୱର, ବିଦ୍ୟୁତ୍ ଓ ଭୂମିକମ୍ପ ହେଲା। धन्यवाद। एटा होची लाभ धूप बेदीर प्रार्थना, सुवर्ण धूपर प्रार्थना। देखंतु एठी सेथिरे अनेक लोक साधु मानकर धूपाजी सहित समस्त प्रार्थनार धूपाची लेखाई जे बेदी उपरे साधु मानक प्रार्थना सहित जोग करिबा निमंते ताहाको प्रचुर धूप दियागला। प्रार्थनार धूपाची, प्रार्थनार धूप आमानकर प्रार्थना केबे व्यर्थ हुए जानिछंती ना? आपण माने जो प्रार्थना करछंती साधु मानकर सहित दिने सेही प्रार्थनार धूप मिसिबो एवं पृथ्वी उपरे पड़िबो। जो स्थान पे आपण प्रार्थना करूछंती ताहार उपरे जाइके पड़िबो, से स्थान उपरे पड़िबो, सेही व्यक्ति को उपरे पड़िबो। ताहा होची रिजल्ट, ताहा होची रिजल्ट धूप विधिर आशीर्वाद बा लाभ। कौन लाभ? जे प्रभु उत्तर दियंती लेखाई ना 5 पदर जेमती पुणी पढ़ुथिले जे जेतेबेले पृथ्वी ऊपर पका गला ताहा वज्र ध्वनि हला। वज्र ध्वनि जदि देखिबे द्वितीय सामुएल पुस्तक रे 7 रु 10 जे कोन सेठारे गोटे वज्र ध्वनि हेछि। प्रभु उत्तर दियंती वज्र ध्वनि सहित उत्तर दियंती। एवं यात्रा पुस्तक 20 रे लिखाई जेतेबेले प्रभुंकर वाक्य विभिन्न स्वर लिखाई जे वज्र ध्वनि हैला एवं विभिन्न प्रकार लाइटिंग हैला लिखाई ना जे आउ वज्र ध्वनि हेबा सहित विभिन्न स्वर एवं विभिन्न स्वर जेतेबेले 10 आज्ञा प्रभु देले मूसा को से समय रे यात्रा 20 लिखाई आउ स्वर सुना जाए। एवं माथ्यू पुस्तक 24 रो 27 लिखा जाए विद्युत देखा जीवो। विद्युत देखा जीवो माने विभिन्न प्रकार रो विद्युत बा लाइटिंग। आपण मानकर प्रार्थना जोठी पड़िबो सेठी लाइटिंग हबो, सेठी वज्र ध्वनि हबो। एवं 5 पद लिखाई भूमिकंप हैला, भूमिकंप हैला, भूमिकंप हैला। कोठी भूमिकंप प्रार्थना आराधना करला बेलकु कोठी हेतिला कि कोई परिबे? 2 जण व्यक्ति पाउल कारागार प्रार्थना और आराधना करछथि सेही स्थान रे भूमिकंप होछि, समस्तंकर बंधन खोली गला। आपण मानकर से सुगंधि भरा प्रार्थना रे जोठी पड़िबो साधु मानकर धूपाची सहित ताहा मिसी जीवो। आ जो जगह रे पड़िबो माने भूमिकंप हेले समस्तंकर बंधन खोली जीवो। जो माने विभिन्न प्रकार रोगर बंधन रे, पापर बंधन रे, विभिन्न प्रकार अराजकता बंधन रे, दुर्नीति बंधन रे जो देश अछि, राज्य अछि, समाज अछि, व्यक्ति विशेष अछंती समस्तंक पाखरे से लाइट पहुंचबो, से विद्युत पहुंचबो, से भूमिकंप हबो। जेमति कि शिला आउ
ପାଉଲ ପ୍ରାର୍ଥନା କଲା ବେଳେ ଭୂମିକମ୍ପ ହେଲା, ସମସ୍ତଙ୍କର ବନ୍ଧନ ଖୋଲିଗଲା। ଆପଣ ମାନଙ୍କର ପ୍ରାର୍ଥନାରେ ସମସ୍ତ ପ୍ରକାର ବନ୍ଧନ ସବୁ ଖୋଲିଯିବ, ସମସ୍ତଙ୍କର ବନ୍ଧନ ଖୋଲିଯିବ। 6 ଅଧ୍ୟାୟ 12 ଏଇ ପ୍ରକାଶିତ ପୁସ୍ତକ ଘରେ ପଢିବେ, ନହେଲେ 6 ଅଧ୍ୟାୟ 12 ରୁ 17 ଯେ ଲେଖାଯାଏ, ରାଜା ମନ୍ତ୍ରୀ ମାନେ କଣ ହେବେ? ଥରହର ହେବେ। ରାଜା ମାନେ ଆଉ ମନ୍ତ୍ରୀ ମାନେ କଣ ହେବେ? ଥରହର ହେବେ। ଆମର ପ୍ରାର୍ଥନାର ଏ ପ୍ରକାର ପ୍ରଭାବ ପଡିବ। ରାଜା ମାନେ ଏବଂ ମନ୍ତ୍ରୀ ମାନେ ସେମାନେ କଣ ହେବେ? ଆଉ ଥରହର ହେବେ। ସମସ୍ତ ପ୍ରକାରର ଘଟଣା ସବୁ ଘଟିବ। ଦିନ ଆସୁଛି, ଆମେ ବେଳେ ବେଳେ ଆମେ ଭାବୁ ମୋର ପ୍ରାର୍ଥନାର ଉତ୍ତର କାହିଁକି ଆସୁନାହିଁ, ସାଙ୍ଗେ ସାଙ୍ଗେ କାହିଁକି ହଉନାହିଁ, ବିଳମ୍ବ ହଉଛି କଣ ପାଇଁ? ଏକ ବିରାଟ ବଡ ଗୋଟେ ବିଷୟ ପାଇଁ ରଖାଯାଉଛି ସେ ପ୍ରାର୍ଥନା। ଆଉ ସାଧୁ ମାନଙ୍କର ସହିତ ସେ ପ୍ରାର୍ଥନା ଯୋଗ ହବ। ଆପଣ ମାନଙ୍କର ପ୍ରାର୍ଥନା, ଆମ ମାନଙ୍କର ପ୍ରାର୍ଥନା ଆଉ ପୃଥିବୀ ଉପରେ ପଡିବ। କେତେଟା ପ୍ରାର୍ଥନାକୁ ଆମେ ସାଙ୍ଗେ ସାଙ୍ଗେ ଉତ୍ତର ପାଉଛୁ, ଆଉ କେତେଟା କଣ ହବ? ବିଳମ୍ବ ହେଲେ ମଧ୍ୟ ସାଧୁ ମାନଙ୍କର ସହିତ ଆପଣଙ୍କର ପ୍ରାର୍ଥନାର ଥୁପାଚି କଣ ହବ? ସାଧୁ ମାନଙ୍କର ସହିତ ମିଶି ପୃଥିବୀ ଉପରେ ପଡିବ। ଯଦ୍ୱାରା ଲାଇଟିଂ ହବ, ଭୂମିକମ୍ପ ହବ, ବିଭିନ୍ନ ସ୍ୱର ହବ, ବଜ୍ରଧ୍ୱନି ହବ, ଅନେକ ଲୋକଙ୍କର ଜୀବନ ବଦଳି ଯିବ, ଅନେକ ଲୋକଙ୍କ ଜୀବନରେ ପ୍ରଭୁ କାର୍ଯ୍ୟ କରିବେ। ରୋଗ କଷ୍ଟ ସମସ୍ତ ବ୍ୟଥା ଆରେ ସେ ସମସ୍ତ ଥୁପାଚି ପଡିବ, ସମସ୍ତ ରୋଗ କଷ୍ଟ ସବୁ ସୁସ୍ଥ ହବ, ବନ୍ଧନରେ ଥିବା ଲୋକମାନଙ୍କର ବନ୍ଧନ ସବୁ ଖୋଲିଯିବ। ଏଇଟା ହଉଛି ଆମମାନଙ୍କର ଜୀବନର ବହୁମୂଲ୍ୟ କାର୍ଯ୍ୟ ଅଟେ। ତେଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସିଟିମ୍ କାଷ୍ଟରେ ପ୍ରଭୁ ତିଆରି କରିଲେ ଯୋଉ ଜିନିଷ, ତାହା ସିଟିମ୍ କାଷ୍ଟରେ ତିଆରି ହେଲା ସତ, କିନ୍ତୁ ତାକୁ ପ୍ରଭୁ କଣ କଲେ? ସୁନା କରିଦେଲେ, ତାକୁ ସୁନ୍ଦର ସ୍ଥାନରେ ରଖିଲେ, ତାର ଆଉ ସକାଳେ ସନ୍ଧ୍ୟାରେ ଜଳିବା ପାଇଁ ଦାୟିତ୍ୱ ଦେଲେ, ଏବଂ ତାକୁ ପରିଷ୍କାର କରିବାର ଆଉ ଦେଲେ। ତାର ପରିଷ୍କାର, ତାର ରକ୍ଷଣାବେକ୍ଷଣ ଯଦି ଆମେ ଠିକରେ କରିବା, ଦିନେ ସେଇ ଜିନିଷ କଣ ହବ? ଶକ୍ତିଶାଳୀ ଭାବରେ ପୃଥିବୀ ଉପରେ ପଡିବ। ଯୋଉ ବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନା କରୁଛୁ, ବ୍ୟକ୍ତିଙ୍କ ପାଖକୁ ସେ ପ୍ରାର୍ଥନା ଯିବ। ଯୋଉ ଜାଗା ପାଇଁ ପ୍ରାର୍ଥନା କରୁଛୁ, ଜାଗା ଉପରେ ପଡିବ। ଯୋଉ ରୋଗ ପାଇଁ ପ୍ରାର୍ଥନା କରୁଛୁ, ସେ ରୋଗ ଉପରେ ପଡିବ। ସମସ୍ତ ଆରୋଗ୍ୟତା, ସମସ୍ତ ପ୍ରକାର ବନ୍ଧନ ଖୋଲିଯିବ, ସମସ୍ତ ଆରୋଗ୍ୟତା ପ୍ରଚୁର ପରିମାଣରେ ହବ। ତେଣୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନେ ହଉଛୁ ଗୋଟେ ସୁବର୍ଣ୍ଣ ଧୂପବେଦୀ। ଆଉ ସୁବର୍ଣ୍ଣ ଧୂପବେଦୀ ଆମମାନେ ଗୋଟେ ଯେମିତି ଦେଖିଲୁ ସିଟିଂ କାଷ୍ଟରୁ ଆସିଲା। ଆମମାନେ ମଧ୍ୟ ଆମମାନଙ୍କର ଜୀବନକୁ ମଧ୍ୟ ପ୍ରଭୁ ଆଣିକି ସୁନା କରିଛନ୍ତି। ଆମେ ହଉଛୁ ଗୋଟେ ସୁବର୍ଣ୍ଣ ଧୂପବେଦୀ। ତେଣୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଏକ ସୁବର୍ଣ୍ଣ ଧୂପବେଦୀ ପରି ଆପଣ ମାନେ ଜଳୁଛନ୍ତି। ଆପଣ ମାନଙ୍କର ପ୍ରାର୍ଥନା ସୁଗନ୍ଧି ଧୂପ ପରି ପରମେଶ୍ୱରଙ୍କର ନିକଟକୁ ଯାଉଛି, ତାହା ତିଳେ ମଧ୍ୟ ସନ୍ଦେହ ନାହିଁ। କିନ୍ତୁ ଆପଣ ମାନେ ଅପେକ୍ଷାରେ ଫଳ, ଯେମିତିକି ଦିନେ ସେଇ ଧୂପାଚି ଆଉ ଅନ୍ୟ ସାଧୁ ମାନଙ୍କ ସହିତ, ସାଧ୍ବୀ ମାନଙ୍କ ସହିତ ଧୂପାଚି ମିଶିଯିବ ଏବଂ ପଡିବ, ବିରାଟ ବଡ କାର୍ଯ୍ୟ ସାଧନ ହବ। ତେଣୁ ଆମମାନଙ୍କର ଆଜିର ପ୍ରାର୍ଥନା ଯେ ଆମମାନେ ପ୍ରାର୍ଥନା କଲୁ ଉତ୍ତର ମିଳିଲା ନାହିଁ ବୋଲିକି ଆପଣ ନିରାଶ ହୁଅନ୍ତୁ ନାହିଁ। ଦିନେ ତାହା ବିରାଟ ବଡ କାର୍ଯ୍ୟ କରିବା ପାଇଁ ଯାଉଛି। ଯେମିତିକି ବାତ୍ୟା ବେଳକୁ ଆମେ ଦେଖୁଛୁ 10 ଦିନ 15 ଦିନ ପୂର୍ବରୁ ଆମମାନଙ୍କୁ ଆଉ ପାଣିପାଗ ସୂତ୍ରରୁ ଆମମାନଙ୍କୁ ସବୁଦିନ ଆଲର୍ଟ କରାଯାଏ, ବାତ୍ୟା ଦାନା ବାନ୍ଧୁଛି, ଆସ୍ତେ 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 ତାହା ବଡ ବଡ ହେଇକି ତାହା କଣ ହଉଛି? ଗୋଟେ ବାତ୍ୟାରେ ପରିଣତ ହଉଛି। ଆଉ ସେ ବାତ୍ୟା ଆସିକି କଣ କରୁଛି? ଏତେ ହାଇ ସ୍ପିଡ ବେଗରେ ଆସିକି ଗୋଟେ ଜାଗାରେ ଲ୍ୟାଣ୍ଡଫଲ କରୁଛି। ଆଉ ଯୋଉ ଜାଗାରେ ଲ୍ୟାଣ୍ଡଫଲ କରୁଛି, ତାର ପରିସ୍ଥିତି ଆପଣ ମାନେ ଜାଣିଥିବେ। କଣ ହବ? ଅବସ୍ଥା ପୁରା ଭୟଙ୍କର ହଉଛି। ଆମମାନଙ୍କର ପ୍ରାର୍ଥନାର ଶକ୍ତି ମଧ୍ୟ ଦିନେ ବର୍ତ୍ତମାନ ଦାନା ବାନ୍ଧୁଛି। ଆମେ ଆଜି ଅଳ୍ପ ହେଇପାରୁ, ଅଳ୍ପ ପ୍ରାର୍ଥନା କରିପାରୁ, ଅଳ୍ପ ବିଶ୍ୱାସ ହେଇପାରେ, କିନ୍ତୁ ଆସ୍ତେ 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 ସେଟା ଦାନା ବାନ୍ଧୁଛି। ଅନେକ ସାଧୁ ମାନଙ୍କର ପ୍ରାର୍ଥନାର ଧୂପାଚି ସହିତ ସେଟା ମିଶୁଛି। ଦିନେ ପ୍ରଭୁ ସବୁକୁ ପକେଇବେ, ଆଉ ଯୋଉ ଜାଗାରେ ପଡିବ ଭୟଙ୍କର। ତେଣୁ ଆପଣ ମାନଙ୍କର ପ୍ରାର୍ଥନାର ଗୋଟେ ବିରାଟ ବଡ ମିରାକଲ ହେବା ପାଇଁ ଯାଉଛି। ଏହା ହୁଏତ ମୋ ଦ୍ୱାରା ପ୍ରଭୁଙ୍କ ବାକ୍ୟ ଯେ ଆପଣଙ୍କର ପ୍ରାର୍ଥନା, ମୋ ପ୍ରାର୍ଥନା ଦିନେ ବିରାଟ ବଡ କାର୍ଯ୍ୟ ସାଧନ କରିବା ପାଇଁ ଯାଉଛି। ତେଣୁ ଆମେ ସୁବର୍ଣ୍ଣ ଧୂପବେଦୀ, ଦାଉଦ କହିଲା ପରି ଯେ ସୁଗନ୍ଧ ପରି
ସୁଗନ୍ଧ ଓ ଧୂପ ପରି ଆମର ପ୍ରାର୍ଥନା ହଉ, ସକାଳ ସନ୍ଧ୍ୟାରେ ମାନେ ଜଳୁ, ଆଉ ସେ ପ୍ରାର୍ଥନା ଆସ୍ତେ ଆସ୍ତେ ବଡ ହେଇକି ବିରାଟ ବଡ କାର୍ଯ୍ୟ ସାଧନ କରିବ। ତେଣୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଗୋଟେ ଛୋଟ ସାକ୍ଷ୍ୟ କହିକି ମୁଁ ଶେଷ କରିବି ଯେ ଗତକାଲିର କଥା। ମୁଁ ବେଳେ ବେଳେ ଭାବେ ନାହିଁ କାଲି ମୁଁ ଯୋଉ ଲୋକମାନଙ୍କ ଭିତରେ ସେବା କାର୍ଯ୍ୟ କରୁଛି, ଆଉ ସେମାନେ ଦିନ ଦୁଃଖୀ ଲୋକମାନେ, ଅଭାବଗ୍ରସ୍ତ ଲୋକମାନେ, ମାନେ ନିଡି ପିପୁଲ ଯାକ, ଅନରିଚ୍ ପିପୁଲ ଗୁଡାକ, ପ୍ରଭୁଙ୍କ ସେମାନଙ୍କ ପାଖକୁ ମୁଁ ଯାଏ, ସେବା କାର୍ଯ୍ୟ କରେ। କାଲି ଗୋଟେ ସୁଯୋଗ ଆସିଲା, ଏଠି ଖୋର୍ଦ୍ଧାରେ ଯୋଉ ଗୋଟେ ମୁଥୁଟ୍ ଫାଇନାନ୍ସ ଅଛି, ଆପଣ ମାନେ ଶୁଣିଥିବେ, ସବୁ ଜାଗାରେ ଅଛି ମୁଥୁଟ୍ ଫାଇନାନ୍ସ, ଗୋଲ୍ଡ ଲୋନ ସେଟାର ଅଛି। ମୁଥୁଟ୍ ର ବିଭିନ୍ନ ବ୍ରାଞ୍ଚ ଅଛି। ତ ସେ ମୁଥୁଟ୍ ହଉଛି ଗୋଟେ ଖ୍ରୀଷ୍ଟିଆନ ଲୋକଙ୍କର ସଂସ୍ଥା। ସେଟା ମାନେ ସେଇ ମୁଥୁଟ୍ ଫାଇନାନ୍ସ ଟା କେରଳୀ ଲୋକଙ୍କର। ତ ଅଲ୍ ଓଭର ଇଣ୍ଡିଆରେ ସେଇ ମୁଥୁଟ୍ ର ପ୍ରାୟ 4-5 ହଜାରରୁ ଉର୍ଦ୍ଧ୍ୱ ଅଛି ବ୍ରାଞ୍ଚ। ତ ଖୋର୍ଦ୍ଧାରେ ଗୋଟେ ବ୍ରାଞ୍ଚ ଅଛି। ତ ଯେକୌଣସି ସେଠି ସେମାନେ ବର୍ଷକୁ ଥରେ ଆଉ ସେ ବ୍ରାଞ୍ଚ ପାଇଁ ପ୍ରାର୍ଥନା କରିବା ପାଇଁ ତାଙ୍କର ମାଲିକ କଣ କରନ୍ତି, ଅର୍ଡର କରନ୍ତି। ଏମାନେ ହିନ୍ଦୁ ଷ୍ଟାଫ ଗୁଡାକ। ତ ଯେତେବେଳେ ଖବର ଆସିଲା, ମୋ ପାଖକୁ ଖବର ପହଞ୍ଚିଲା ଯେ ଭାଇ ଆଉ ଆସନ୍ତୁ ଯିବା ସେଠିକି ପ୍ରାର୍ଥନା କରି ଆସିବା। ତ ମତେ ସେଠି ମୁଁ ଗଲି, ମୋ ସହିତ ଆଉ ଜଣେ ବୟସ୍କ ବ୍ୟକ୍ତି ଯାଇଥିଲେ ସେ, କିନ୍ତୁ ମତେ ପାଳକ ଭାବରେ ସେଠି ଆଉ ସବୁ ମୁଁ ସେଠି ଲିଡ୍ କଲି। ଆଉ ସମସ୍ତେ ହିନ୍ଦୁ ଷ୍ଟାଫ ଗୁଡାକ, ସମସ୍ତେ ହିନ୍ଦୁ, ସମସ୍ତେ କେସ୍ କାଉଣ୍ଟର ଅଛି, ସବୁ ଅଛି। ପ୍ରଭୁଙ୍କ ବାକ୍ୟରୁ କହିଲି, ପ୍ରାର୍ଥନା କରି ସେମାନେ ଫୁଲ ଆଣି ଦଉଥିଲେ, ଫୁଲକୁ ପ୍ରାର୍ଥନା କରିକି ଆଉ ତାଙ୍କର ଏଇଟା ସବୁ ବାକ୍ସରେ ପକେଇବା ପାଇଁ, କିନ୍ତୁ ମୁଁ ଫୁଲକୁ ଆଉ ମନା କଲି। ମୁଁ କହିଲି ଯଦି ସେମିତି କହୁଛନ୍ତି ଗୋଟେ ପାଣି ବୋଟଲ ଆଣନ୍ତୁ। ଛୋଟ ପାଣି ବୋଟଲ ଆଣିଲେ, ପ୍ରାର୍ଥନା କରିକି ସବୁ ତାଙ୍କର କେସ୍ କାଉଣ୍ଟରରେ ପ୍ରାର୍ଥନା ପାଣିକୁ ଛିଞ୍ଚିଲି, ତାଙ୍କର କାଉଣ୍ଟର ଗୁଡାକରୁ ପ୍ରାର୍ଥନା ପାଣି ଛିଞ୍ଚିଲି, ଏବଂ ମେନ୍ ଲକର ଯୋଉଠିକି ସୁନା ବନ୍ଧା ପଡେ, ସେ ଲକରରେ ରଖନ୍ତି, ସେ ଲକରକୁ ମଧ୍ୟ ମତେ ନେଇକି ଗଲେ। ସେ ଲକରର ଆଉ କବାଟରେ ମଧ୍ୟ କ୍ରସ୍ କଲି, ତାଙ୍କ ସାମ୍ନାରେ ସେ ପାଣିକୁ କ୍ରସ୍ କଲି, 3ଟା କ୍ରସ୍ କଲି ଆଉ ପାଣି ଛିଞ୍ଚିକି ଆସିଲି। ଆଉ ସେମାନଙ୍କୁ କହିଲି ଏଇ ପ୍ରାର୍ଥନା ତେଲ ସାଧାରଣ ନୁହଁ, ପ୍ରାର୍ଥନା ପାଣି, ଆଉ ଏହାକୁ ଆପଣ ମାନେ ମଧ୍ୟ ବ୍ୟବହାର କରିପାରିବେ। ସମସ୍ତେ ଭଦ୍ରାମୀର ସହିତ ଶୃଙ୍ଖଳିତ ଭାବରେ ପ୍ରଭୁଙ୍କ ବାକ୍ୟ ଶୁଣିଲେ ପ୍ରାର୍ଥନାରେ। ଆଉ ସେମାନେ, ମୁଁ ଯେତେବେଳେ ପ୍ରାର୍ଥନା ପାଣିକି ନେଇଯାଉଛି, ସେମାନେ ତାଙ୍କର କାଉଣ୍ଟର ଖୋଲି ଦଉଛନ୍ତି, ତାଙ୍କର ବାକ୍ସ ଖୋଲି ଦଉଛନ୍ତି। ଏହା ଗୋଟେ ମୋ ପାଇଁ କାଲି ବିରାଟ ବଡ ସୁଯୋଗ ଥିଲା। ତେଣୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ତାଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ, ଯେପରି ସେମାନେ ହୁଏତ ଆଉ ବିଜାତୀୟ ମାନେ କିନ୍ତୁ ପ୍ରଭୁଙ୍କର ପରିଚୟ ପାଆନ୍ତୁ। ସେ ପ୍ରକାର ଆମମାନଙ୍କର ପ୍ରାର୍ଥନା ଦିନେ ବିରାଟ ବଡ କାର୍ଯ୍ୟ ସାଧନ ହେବ, ସେଥିରେ ଥିଲେ ମଧ୍ୟ ସନ୍ଦେହ ନାହିଁ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆମେ ମନେ ରଖିବା, ଆମେ ହଉଛୁ ସୁବର୍ଣ୍ଣ ପ୍ରାର୍ଥନାର ଧୂପବେଦୀ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ବିଶେଷ କରିକି ଅନୁରୋଧ କରେ